ଯେତେବେଳେ ଦେଖ ପଇସା କାଟି ଆସୁନି କି ପଇସା ଆସିଲେ ବି ଆସୁନି, ଲାଭ କ'ଣ? କହିଛି ତ କାଲି ପକେଇବ ବୋଲି, କ'ଣ କରୁଛି କି ଜାଣିଲା ତା କଥା। ତାର କାଟିକି ଦେଇଛି ବୋଲି ତ କହୁଛି, ସେଇଟା ମିଛୁଆଟା ନୁହେଁ। କହୁଛି ତ ୟା କଥା କ'ଣ, ୟା କଥା କେତେବେଳେ ଗୋଟେ ସତ ମାନ୍ୟତା ନୁହଁ। ୟାର କେତେବେଳେ ସତ ନୁହଁ। ଏ ଶଳା କଥା ଭରସା ଏବେ ହେଲେ ମାଧୁରୀ ତ ବିଶ୍ୱାସ କରେ, ଖାତା ରଖୁଛି ଘରେ, କିଏ ପାଣି ଗ୍ଲାସଟେ ପିଇଲେ ଲେଖିକି ରଖୁଛି, କିଏ ଥଣ୍ଡା ପିଇଲେ ଲେଖିକି ରଖୁଛି ଖାତାରେ। ଟୁଲୁ ହେଇଗଲା ଭଳିଆ ସେ ଗୋଟେ ଗ୍ରୁପ କରିଦେଇଛି, ସେ ଶଳା ଗୋଟେ ଗ୍ରୁପ କରିଛି। ସେ ଇଏ ବିହାରରୁ ଭାଇ, ହଁ ହ୍ୱାଟ୍ସଆପ ଗ୍ରୁପ କରିଛି, ଘର ଭିତରେ ତାଙ୍କ ଫ୍ୟାମିଲିରେ କିଏ କ'ଣ ଖାଇଲା, କିଏ କ'ଣ କଲା, କିଏ ତାଙ୍କ ଘର ଗ୍ରୁପରେ ଆମର କ'ଣ ପଡୁଛି, ତାଙ୍କ ଫ୍ୟାମିଲି ଗ୍ରୁପ। ଟୁଲୁ ଭାଇ କହୁଥିଲେ, ମୁଁ ଜାଣିନି, କହିଲେ ତାଙ୍କ ଫ୍ୟାମିଲି ଗ୍ରୁପ କରିଛି, କିଏ ଥଣ୍ଡା ଆଣିଲା, କିଏ ଛିଙ୍କିଲା, କିଏ ପାଡ଼ିଲା, ସବୁ ସେଥିରେ ଲେଖା ହେଉଛି। ସେ ଗ୍ରୁପରେ ଆଡ଼ କରାହେଉଛି। ଦୋକାନରୁ ଆଜି ଟଙ୍କାଟା ଆଇଛି, ସେ ଦୋକାନରୁ 3 ଟଙ୍କା ଆଇଛି, କାହାକୁ ମାନେ କେଉଁ ରିଲେସନ୍, କାହାକୁ କେତେ ପଇସା ଦିଆହେଲା। ମୁଁ କହିଲି ଶଳା, ମୁଁ କହିଲି କୋଉ ଶଳା ଗାଁ କଥା କରିବ। ଆମର ଘରେ ସବୁ କହେ, ତାମାନେ ଖାଇବୁନି, ବଞ୍ଚିବୁନି, ଏସବୁ ଖାତାରେ ଲେଖା ହବନି। ଆକ୍ଚୁଆଲି ସେ କୁମୁଟି ଘରେ ଓଡ଼ିଆ ଲୋକ, ଓଡ଼ିଆ ଜାଗାରେ ସବୁ କୁମୁଟି ଅଛନ୍ତି ନା, ସେମିତି ଜାଣିଛ ନା ନାହିଁ? କୁମୁଟି ଜାଣିନା? କୁମୁଟି ପୁରା ଯୋଉ ଯେମିତି ମାଢୁଆଳି, ମାଢୁଆଳି ଯେମିତି ଚୋଠା ନୁହଁ, କୁମୁଟି ବୋଲି ସେଇଭଳିଆ ଚୋଠା ପୁରା, ଜାଣିଛ ନା? ହଁ, କୃପଣ ଲୋକ ସିଏ ସେଇଭଳିଆ। ସିଏ କ'ଣ କହିଲେ, ଯୋଉ 5 ଟଙ୍କା ଯଦି ତାଙ୍କ ବପାଠୁ ନେଇଥିବେ, ସିଏ 50 ଟଙ୍କା କରିକି ଆଣି। ହଁ, କାଚରା ବି ଜାଣିଛି। ମୋର 2-3ଟା ସାଙ୍ଗ ପିଲା ଅଛନ୍ତି, ବିଶ୍ୱାସ କରିବନି, ତାଙ୍କ ବାପାକୁ ବୋଉକୁ ପଚାରିକି ଯୋଉ କହନ୍ତିନି, ମୁଁ କେତେ ଜଣଙ୍କୁ କହିଲାନି, ମୁଁ କହିଲି ତମେ ଯୋଉ ଏମିତି ସବୁ କରୁଛ, ମନା ନାହିଁ, କର, କିଛି ଅସୁବିଧା ନାହିଁ, ତମେ ପଇସା କର, ତମେ ଏତେ ଯୋଉ ବାପା ବୋଉ ଫ୍ୟାମିଲି ଯୋଉ ସେୟାର କରୁଛ, ମନା ନାହିଁ, ଯୋଉ ଜିନିଷଟା ସେୟାର କରିବା କଥା କର। ତା ମାନେ ସବୁ କରୁଛ ଅର୍ଥ, ତମେ ଯେମିତି କହନ୍ତି ତମେ ବାହା ହେଲେ ତମ ମାଇକିନା ପାଖରେ କ'ଣ କରୁଛ, କ'ଣ ନାହିଁ, ତମେ ସେୟାର କରିବ, ଅର୍ଥ ଆଉ କ'ଣ କହୁନ? ସେଇ କଥା ନୁହଁ। ଇଏ ଶଳେ ମନେ ମନେ ତ ସବୁ ସିଆଣିଆ ଆଉ ଉକିଡ଼ା ଗଛରେ, ଆମେ ଆଉ ତମେ କହିବ, ଆମେ କହିବୁ, ଭାଇରେ କ'ଣ କହିବ? କ'ଣ ଭାଇ କ'ଣ ମିଳୁଛି ଶଳା, ଯୋଉ କଥାରେ ନାହିଁ, ଆଜି ମଲେ କାଲିକି 2 ଦିନ ଲେଖା ଯାଉଛି। ଏଇ 8 ରାତିରେ ମଲେ ସକାଳ ପାଇଲା ବେଳକୁ ଲେଖା ଯାଉଛି 2 ଦିନ ହେଇଗଲା ମଲା ପରେ। କ'ଣ ଭାଣ୍ଡା ତମେ ନେଇକି ପଳେଇବ ଦୁନିଆରୁ। ଆକ୍ଚୁଆଲି କିଏ କ'ଣ ନେଇକି ଯାଉଥାନ୍ତେ, ଯେମିତି କହନ୍ତିନି ଆମ ଜେଜେବାପା ଯଦି ସବୁ ନେଇକି ଯାଇଥାନ୍ତେ, ଆସିକି ଆମେ ବେଳା ଖାଇଲା ବେଳକୁ କିଛି ନଥାନ୍ତା। ସଂସାରକୁ ଆଇଛ କେତେ ଦିନ, ଭଲରେ ବଞ୍ଚିକା। ମୋ ବା ଥଣ୍ଡାଟା ହେଇଛି 3 ଦିନ ହେବ। ସେ ବିଷୟ ରାତିରେ ବେଳେବେଳେ ନିଦ ହେଇଯାଉ, ବିରକ୍ତିଆ ଲାଗୁଛି। ଭାଇ ଆଜି ମୁଁ ଗଲି ಯಶವಂತପୁର, ଯୋଉ କାଲି କହୁଥିଲି, କାଲି ଗଲିନି ଗାଡ଼ି ନେଇକି। हेलो हाय। ये